ଆଜି ଆମେ ଦେଖେଇବୁ ଆମ ଗାଁର ବିଲବାଡ଼ି। ବିଲବାଡ଼ିରେ ଆମର ଧାନ କେତେ ମାତ୍ରାରେ ହେଲାଣି ତାହା ମଧ୍ୟ ଦେଖେଇବୁ। ଏବଂ ଆମେ ଦୁଇ ପ୍ରକାର ଧାନ ଲଗେଇଛୁ, ତାହା ଛୋଟ ଧାନ ଆଉ ବଡ଼ ଧାନ। ଏଇଟା ହେଲା ଛୋଟ ଧାନ, ଅଧା ବାହାରିବାରେ ଲାଗିଲାଣି। ଆଉ ଏଇଟା ହେଲା ବଡ଼ ଧାନ, ଏଇଟା ବାହାରି ସାରିକି ଅଧା ହେଇସାରିଲାଣି। ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ବଡ଼ ଧାନ ତାର ଧାନ ଧରିବା ଆରମ୍ଭ କରି ସାରିଲାଣି। ଆଉ ଏପଟକୁ ଦେଖନ୍ତୁ କେତେ ସୁନ୍ଦର ଭାବରେ ଦେଖାଯାଉଛି। ଏପଟେ ହେଲା ଏଇଟା ଆମ ଛୋଟ ଧାନ, ଏଇଟା ପାଚିବାକୁ ଲାଗିଲାଣି। ଛୋଟ ଧାନ ଶୀଘ୍ର ପାଚିଯାଏ। ତ ଆଉ ଆମେ ଦେଖେଇବୁ ପୋଖରୀ ଖୋଳକୁ ଯିବା। ଏବେ ବିଲକୁ ଲାଗି ଯେଉଁ ପୋଖରୀଟା ଅଛି ତା ଖୋଳକୁ ଯିବା ଆମେ। ଦେଖନ୍ତୁ ଏଥିରେ ଆମର ବତକ ମାନେ ଅଛନ୍ତି। ବତକ ମାନେ ନିଜ ପାଇଁ ଖାଦ୍ୟ ଖୋଜି ବୁଲୁଛନ୍ତି। ଦେଖନ୍ତୁ ସେମାନେ ତାଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବା ପରେ ଦେଖନ୍ତୁ ସେମାନେ ପାଣିରେ ଟିକେ ଖେଳିବା ପାଇଁ ବାହାରିଲାଣି। ଦେଖନ୍ତୁ ସେମାନେ ପାଣିରେ ଯାଉଛନ୍ତି କେତେ ସୁନ୍ଦର ଭାବରେ ପହଁରିକି ସେମାନେ ଖାଇବା ସାରିବା ପରେ ପହଁରି ଯାଉଛନ୍ତି। ଆମ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗେ ତାହେଲେ ନିହାତି ଭାବରେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରେ ଭୁଲିବେନି। ଏପଟେ ଦେଖନ୍ତୁ ଆମର ବତକ ଗୁଡ଼ା କେତେ ସୁନ୍ଦର ଭାବରେ ପୋଖରୀରେ ପହଁରୁଛନ୍ତି। କେତେ ସୁନ୍ଦର ଲାଗୁଛି ଦେଖିବା ପାଇଁ ମଧ୍ୟ। ସେମାନେ ତାଙ୍କର ପୋଖରୀରେ ହିଁ ଖାଇବା ଖୋଜି ବୁଲୁଛନ୍ତି। ଆପଣମାନେ ଭଲ ଭାବରେ ଦେଖିପାରୁଥିବେ। ଆଉ ଯଦି ଆମ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗେ ତାହେଲେ ନିଶ୍ଚୟ ଭାବରେ କମେଣ୍ଟ ନିହାତି ଭାବରେ କରିବେ। ଆଉ ସବସ୍କ୍ରାଇବ୍